ଅପାସରା କାହାଣୀ। ଠେକୁଆ, କୋକି ଓ ଗଧିଆ। ଭୋକିଲା ଗଧିଆଟାଏ ବଣ ଭିତର ଦେଇ ଗଲାବେଳେ ଦେଖିଲା ଠେକୁଆଟିଏ ପଛ ଦୁଇ ଗୋଡ଼ ପାରି ଗଛ ମୂଳେ ବସିଛି। ସେ ତା ଉପରକୁ କୁଦା ମାରିବାକୁ ଗଲାବେଳେ ହଠାତ୍ ଠେକୁଆଟି ତାକୁ କହିଲା, ଗଧିଆ ମହୋଦୟ, ମୁଁ ଜାଣେ ଆପଣ ଭୋକରେ ମୂର୍ଚ୍ଛାପ୍ରାୟ। ଆପଣ ଆହାର ଖୋଜି ବାହାରିଛନ୍ତି, କିନ୍ତୁ ମୋତେ ଗିଳିବା ଆଗରୁ ମୋ ଆକାର କଥା ଟିକିଏ ଭାବନ୍ତୁ। ମନେ ରଖନ୍ତୁ, ମୁଁ ଛାମୁଙ୍କ ପାଟିରେ କଳେ ମାତ୍ର ହେବି। ଏଇଠୁ ଖଣ୍ଡେ ଦୂରରେ ମୋଟାସୋଟା କୋକିଟାଏ ରହୁଛି। ସେ ଭଲ କି ଚାଲି ପାରୁନି। ଯଦି ତାକୁ ଖାଇବେ, ସତରେ କିଛି ଖାଇଲା ପରି ଲାଗିବ। ଯଦି ଏକଥା ଆପଣଙ୍କ ମନକୁ ପାଉଛି, ମୁଁ ସେ କୋକିକୁ ଭେଟି ବୁଲେଇ ଭାଲେଇ ଗାତରୁ ବାହାର କରି ଆଣିବି। ଯଦି ଆପଣଙ୍କର ପସନ୍ଦ ହୁଏ, ତାକୁ ଖାଇବେ। ଏକଥାରେ ଗଧିଆ ସହଜେ ଭୁଲିଗଲା ଓ ଠେକୁଆକୁ କହିଲା କୋକି ଗାତ କତିକି ଧାଇଁ ଯିବାକୁ। ସେଠି ପହଞ୍ଚି ସେ ଗଧିଆକୁ ବାହାରେ ଛିଡ଼ା କରାଇ କୋକି ଗାତରେ ପଶିଲା। ଓହୋ, ଏବେ ମୁଁ ଗଧିଆଠୁଁ ଖାଲି ତ୍ରାହି ପାଇଲି ନାହିଁ, ମୋତେ ଅନେକ ଥର ବୁଦା ଭିତରେ ବୁଡ଼ାଇଥିବା ବୁଢ଼ା କୋକି ଉପରେ ଅହନ୍ତା ସାଧିବି। ଠେକୁଆ ଭାବିଲା। କୋକି ଗାତ କତିରେ ପହଞ୍ଚି ଅତି ନିରୀହ ଭାବେ ତାକୁ ଦଣ୍ଡବତ ହେଲା। ଠେକୁଆ, କୋକି ଅତି ଭଦ୍ର ଭାବେ କି ଖୁସିରେ ସେ ଏଠାକୁ ଆସିଛି ବୋଲି ପଚାରିଲା। ଠେକୁଆ ବିନୟ ଭାବରେ କହିଲା, ଆପଣଙ୍କ ଭୋଜନ ଦେଖିବାକୁ। ଆପଣଙ୍କ ଦୁଆରେ ମୋର ଜଣେ ଜାତିଭାଇ ଛିଡ଼ା ହୋଇଛି ଆପଣଙ୍କୁ ପୂଜିବା ପାଇଁ, କିନ୍ତୁ ଆପଣଙ୍କ ଅନୁମତି ବିନା ପଶିବାକୁ ସାହସ କରୁନି। ଠେକୁଆର ଚାଟୁ କଥାରେ ଚତୁର କୋକି ପରତେ ଗଲାନି। ଭାବିଲା ଠେକୁଆକୁ ପାନେ ଦେବି। ସେ କହିଲା, ତମେ ମୋତେ ବଡ଼ ସମ୍ମାନ ଦେଲ। ତୁମ ବନ୍ଧୁଙ୍କୁ ଭବ୍ୟ ସ୍ୱାଗତ କରାଯିବ, କିନ୍ତୁ ତାଙ୍କୁ ପାଛୋଟିବା ଆଗରୁ ମୁଁ ଘର ଓଳେଇ ଦେଇ ସବୁଠୁ ଭଲ ଗାଲିଚାଟାଏ ବିଛେଇ ଦିଏଁ। ତେଣୁ ଠେକୁଆ ପଦାକୁ ଚାଲି ଆସି ସବୁ କଥା ଗଧିଆକୁ କହିଲା। ସୁଖାଦ୍ୟ ଖାଇବା ଆଶାରେ ଗଧିଆ ପାଟିରୁ ଲାଳ ବୋହି ଆସୁଥାଏ, କିନ୍ତୁ ଠେକୁଆ ଯେତେ ବୋକା ଭାବୁଥିଲା, କୋକି ସେମିତି ନୁହେଁ। ସେ ତା ଘରକୁ ପଶିବା ବାଟ ମଝିରେ ବହୁଦିନୁ ଗୋଟାଏ ଖାତ ଖୋଳିଥିଲା। ତାକୁ ଡାଙ୍ଗରେ ଛାଉଣି କରିଥିଲା। ତା ଛଡ଼ା ଅନ୍ୟ କେହି ଜାଣି ନଥିଲେ ସେ ଖାତଟି କୋଉଠି ବୋଲି। ଏବେ ତରତର ହୋଇ ସେ ଡାଙ୍ଗ କାଢ଼ି ନେଇ ଖାତଟିକୁ କୁଟା ଛାଉଣି କରି ଦେଲା। ଏ କାମ ସରିବା ପରେ ସେ ଠେକୁଆ ଓ ତା ବନ୍ଧୁଙ୍କୁ ଭିତରକୁ ଆସିବାକୁ ଡାକିଲା। ମଜା ଦେଖିବାକୁ ଗଧିଆ ପଛେ ପଛେ ଠେକୁଆ ଗଲା। କିଛି ଜାଣିବା ଆଗରୁ ଦିହେଁ ଖାତରେ ପଡ଼ିଗଲେ। ତାକୁ ଭୁଆଁ ବୁଲେଇଛି ଭାବି ଗଧିଆ ଠେକୁଆକୁ କାମୁଡ଼ି ଖାଇଦେଲା। ଗୋପନ ଦ୍ୱାର ଦେଇ କୋକି ତା ଘରୁ ଚମ୍ପଟ ମାରିଲା।